Welcome everyone to my channel. So आज ଆମେ discussion କରିବା ରେନ୍ ଆଣ୍ଡ ମାର୍ଟିନ ଇଂଲିଶ ଗ୍ରାମାର କ୍ଲାସର ଚାପ୍ଟର 4 ପାର୍ଟସ ଅଫ ସ୍ପିଚ ଉପରେ। ଓକେ, ଆମର ତିନୋଟି ଚାପ୍ଟର ସରିଯାଇଛି। ଆମର ସବଜେକ୍ଟ ପ୍ରେଡିକେଟ ସେଣ୍ଟେନ୍ସେସ୍ ଆଣ୍ଡ ଇଟ୍ସ କାଇଣ୍ଡସ୍ ଫ୍ରେଜେସ୍ ଆଣ୍ଡ କ୍ଲଜେସ୍ ଏସବୁ ସରିଯାଇଛି। ଆପଣ ପ୍ରିଭିୟସ୍ ଭିଡ଼ିଓ ମାନଙ୍କରେ ଯାଇ ଚ୍ୟାନେଲରେ ସର୍ଚ୍ଚ କରି ଦେଖିପାରିବେ। ସୋ ବର୍ତ୍ତମାନ ଆମେ ଡିସ୍କସନ କରିବା ଆଜିର ଅନଲାଇନ କ୍ଲାସରେ ଚାପ୍ଟର 4 ପାର୍ଟସ ଅଫ ସ୍ପିଚ। ପାର୍ଟସ ଅଫ ସ୍ପିଚ ହଉଛି କ'ଣ ନା ପାର୍ଟସ ଅଫ ସ୍ପିଚ ହଉଛି ଆମ ଗୋଟେ ବେସିକ ଇଂଲିଶ ଗ୍ରାମାରର ବେସିକ ଅଟେ। ଓକେ, ଏଇ ଯଦି ପାର୍ଟସ ଅଫ ସ୍ପିଚ ଉପରେ ଆମର ଫଣ୍ଡାମେଣ୍ଟାଲ କ୍ଲିୟର ନ ହବ ତାହେଲେ କୌଣସି ଏକ ସେଣ୍ଟେନ୍ସ ଲେଖିଲା ବେଳେ ବା କହିଲା ବେଳେ ବା ପଢିଲା ବେଳେ ବୁଝିଲା ବେଳେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହବ। ତେଣୁକରି ପାର୍ଟସ ଅଫ ସ୍ପିଚର ଫଣ୍ଡାମେଣ୍ଟାଲ କ୍ଲିୟର ହବା ନିହାତି ଆବଶ୍ୟକ। ତ ଚାଲନ୍ତୁ ଆଉ ଡେରି ନ କରି ଆମେ ପାର୍ଟସ ଅଫ ସ୍ପିଚ ଉପରେ ଡିସ୍କସନ କରିବା। So parts of speech ଟା କ'ଣ? ନା parts of speech ହଉଛି କ'ଣ words that are divided into different kinds of classes called parts of speech। ଆମର ଯୋଉ ଗୋଟେ ସେଣ୍ଟେନ୍ସରେ ଯୋଉ ଶବ୍ଦ ଗୁଡ଼ିକ ୟୁଜ ହୋଇଥାଏ ତାକୁ ଆମେ ଡିଫରେଣ୍ଟ ପାର୍ଟସ ଅଫ ସ୍ପିଚରେ ଡିଭାଇଡ କରିଥାନ୍ତି। ତାହାର କେମିତି ଆମେ ଜାଣିଥାନ୍ତି ଇଏ କୋଉ ସ୍ପିଚ ହବ, ଇଏ କୋଉ ପାର୍ଟସ ଅଫ ସ୍ପିଚ ହବ, ସେଟା କୋଉ ପାର୍ଟସ ଆମର ଯେମିତି ଆମର ହରି ଇଜ ପ୍ଲେଇଂ କ୍ରିକେଟ, ହରିଟା କୋଉ ପାର୍ଟସ ଅଫ ସ୍ପିଚରେ ଯିବ, ଇଜଟା କୋଉ ପାର୍ଟସ ଅଫ ସ୍ପିଚରେ ଯିବ, କ୍ରିକେଟଟା କେଉଁ ପାର୍ଟସ ଅଫ ସ୍ପିଚରେ ଯିବ, ତାକୁ ଆମେ କେମିତି ଜାଣିବା। ଓକେ, କେମିତି ଜାଣିବା ନା ଆକର୍ଡିଂ ଟୁ ଦେୟାର ୟୁଜ ବା ସେ ଯୋଉ ବାକ୍ୟଟିରେ ବା ସେଣ୍ଟେନ୍ସରେ ସେମାନେ ସେ ଯୋଉ ଗୋଟେ ଶବ୍ଦ ସେମାନେ କ'ଣ କରୁଛନ୍ତି, କେଉଁ କାର୍ଯ୍ୟ କରୁଛନ୍ତି ବା କେଉଁ କାର୍ଯ୍ୟକୁ ଡିଫାଇନ କରୁଛନ୍ତି, ତାହା ମାଧ୍ୟମରେ ଆମେ ଜାଣିପାରିବା ଯେ ଏଇ ସେଣ୍ଟେନ୍ସଟିରେ ୟୁଜ ହେଉଥିବା ପ୍ରତି ଶବ୍ଦ କେଉଁ ପାର୍ଟସ ଅଫ ସ୍ପିଚରେ ଅନ୍ତର୍ଭୁକ୍ତ ହେବ। ସୋ ପାର୍ଟସ ଅଫ ସ୍ପିଚ ଆର୍ 18 ନମ୍ବର୍ସ, 8ଟି ନମ୍ବର 8 ପ୍ରକାର ପାର୍ଟସ ଅଫ ସ୍ପିଚ ଅଛି। ଏହା ମୁଁ ଯୋଉ ବର୍ତ୍ତମାନ ଇରେନ୍ ଆଣ୍ଡ ମାର୍ଟିନଟା ଯୋଉ ଇଂଲିଶ ଗ୍ରାମାର ଫଲୋ କରୁଛି ତାହା ମାଧ୍ୟମରେ 8ଟି ଅଛି। ବଟ୍ କରେଣ୍ଟଲି ବା ରିସେଣ୍ଟଲି କେହି 9 ପ୍ରକାର ମଧ୍ୟ କହିପାରନ୍ତି ଯେ ଡିଟରମିନାରକୁ ମଧ୍ୟ ସେମାନେ ଆଡ କରିଦେଇଛନ୍ତି ପାର୍ଟସ ଅଫ ସ୍ପିଚରେ, ଲାଇକ ଏ ଆଣ୍ଡ ଦି, ଏଇ ଯୋଉ ସବୁ ୱାର୍ଡ ଅଛି ଦିସ୍, ଏ ଆଣ୍ଡ ଦିସ୍, ଦ୍ୟାଟ୍, ଦୋଜ, ଏଇ ସବୁ ୱାର୍ଡକୁ ମଧ୍ୟ ପାର୍ଟସ ଅଫ ସ୍ପିଚ ଅନ୍ତର୍ଭୁକ୍ତ କରାଯାଇଛି ଡିଟରମିନାର ମାଧ୍ୟମରେ। କିନ୍ତୁ ଆମେ ପଢିବା ପାର୍ଟସ ଅଫ ସ୍ପିଚ ହଉଛି 8 ପ୍ରକାରର। ତାହା କ'ଣ କ'ଣ? ତାହା ହଉଛି ନାଉନ, ପ୍ରନାଉନ, adjective, verb, adverb, preposition, conjunction and interjection। 8 ପ୍ରକାରର ପାର୍ଟସ ଅଫ ସ୍ପିଚ ରହିଲା ନାଉନ, ପ୍ରନାଉନ, adjective, verb, adverb, preposition, conjunction ଏବଂ interjection। ସୋ ପ୍ରତି ପାର୍ଟସ ଅଫ ସ୍ପିଚ ବିଷୟରେ ମୁଁ ସବିଶେଷ ବିବରଣୀ ଦେବା ଆଗରୁ ଅନୁରୋଧ କରିବି ଆପଣମାନଙ୍କୁ, ଯେଉଁମାନେ ମୋ ଚ୍ୟାନେଲ ପ୍ରଥମ କରି ପରିଦର୍ଶନ କରୁଛନ୍ତି, ପ୍ରଥମ କରି ଭିଜିଟ କରିଛନ୍ତି, ଓକେ, ସେମାନେ ଦୟାକରି ଏ ଚ୍ୟାନେଲଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ଏହା ଦ୍ୱାରା କ'ଣ ହବ ନା ସବସ୍କ୍ରାଇବ କରିବା ଦ୍ୱାରା ମୁଁ ଯୋଉ ନୂଆ କ୍ଲାସରେ ନୂଆ ଭିଡ଼ିଓ ଯୋଉ ୟୁଟ୍ୟୁବରେ ଅପଲୋଡ କରିବି ତାହା ଆପଣମାନଙ୍କୁ ଯୋଉ ନୋଟିଫିକେସନ ଆଇକନ ମାଧ୍ୟମରେ ଆପଣମାନଙ୍କୁ ମିଳିଯିବ। ଓକେ, ସୋ ଚାଲନ୍ତୁ ଆମେ ବର୍ତ୍ତମାନ ନାଉନ ବିଷୟରେ ଜାଣିବା। ନାଉନଟା ହଉଛି କ'ଣ? ନାଉନ ହଉଛି ନାଉନ ହଉଛି ଗୋଟେ ଶବ୍ଦ ଯୋଉଟା କି ଆମେ ଗୋଟେ ପର୍ସନ ପାଇଁ, ଗୋଟେ ବ୍ୟକ୍ତି ବିଶେଷ, ଗୋଟେ ସ୍ଥାନ କିମ୍ବା କୌଣସି ଜାଗା କିମ୍ବା କୌଣସି ଜିନିଷ ପାଇଁ ୟୁଜ କରିଥାନ୍ତୁ, ତାହାକୁ ଆମେ ନାଉନ ବୋଲି କହିଥାନ୍ତୁ। ନାଉନଟାକୁ ଅଦରୱାଇଜ ଆମେ କହିପାରିବା ନେମିଂ କନଭେନସନ୍ସ ଅଫ ୱାର୍ଡସ ଆର୍ ନାଉନ। ଓକେ, ସୋ କୌଣସି ଯୋଉ ବସ୍ତୁ ବିଶେଷ କିମ୍ବା କୌଣସି ବ୍ୟକ୍ତି ବିଶେଷ, କୌଣସି ଜିନିଷର ଆମେ ଯୋଉ ନାମକରଣ କରିଥାଉ ତାହାକୁ ଆମେ ନାଉନ କହିପାରିବା। ଓକେ, ସୋ ଏକ୍ସାମ୍ପଲ ମାଧ୍ୟମରେ ବୁଝିବା। ଯେମିତି ଏଠି ଆମର ଅଛି ରାମ, ହରି, ସୀତା, କୋଲକାତା, କ୍ୟାଟ, ଚେୟାର, ବିୟୁଟି, ଅନେଷ୍ଟି, ଏସବୁ ନାଉନରେ ଯିବେ। ଦେଖନ୍ତୁ ଦ ସନ୍ ରାଇଜେସ୍ ଇନ ଦ ଇଷ୍ଟ, ସନଟି ହଉଛି କ'ଣ ନା ନାଉନ, ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି, ସନ୍ ହଉଛି ନାଉନ, ଏହା ଏକ ବସ୍ତୁକୁ ବୁଝାଉଛି। ରାମ ଇଜ ଏ ଗୁଡ୍ ବୟ, ରାମ ହଉଛି ନାଉନ। ଓକେ, ରାମ ଗୋଟେ ବାଳକର ନାମକୁ ବୁଝାଉଛି। ନ୍ୟୁ ଦିଲ୍ଲୀ ଇଜ ଦ କ୍ୟାପିଟାଲ ଅଫ ଇଣ୍ଡିଆ, ନ୍ୟୁ ଦିଲ୍ଲୀ ହଉଛି କ'ଣ ନା ଇଣ୍ଡିଆର କ୍ୟାପିଟାଲ। ନ୍ୟୁ ଦିଲ୍ଲୀ ହଉଛି କ'ଣ ଗୋଟେ ଜାଗାର ନାମ, ଇଣ୍ଡିଆ ହଉଛି କ'ଣ ଆମର ଗୋଟେ କଣ୍ଟ୍ରିର ନାମ। ତେଣୁକରି ଏହା ନ୍ୟୁ ଦିଲ୍ଲୀ ହେଲା, ଇଣ୍ଡିଆ ହେଲା, ଏସବୁ ଆମେ ଗୋଟେ ନାମକୁ ବୁଝାଉଛି। ତେଣୁକରି ନ୍ୟୁ ଦିଲ୍ଲୀ, ଇଣ୍ଡିଆ ହଉଛନ୍ତି ଆମର ନାମ। ହିଜ କରେଜ ଓନ୍ ହିମ୍ ଅନର, ଏହା ଗୋଟେ କୌଣସି ଜିନିଷକୁ ବୁଝାଉଛି। ତେଣୁକରି କରେଜଟା ଆମେ କୌଣସି ଜିନିଷକୁ ବୁଝାଉଛି, କରେଜ ମଧ୍ୟ ହବ ଆମର ନାଉନ। ସୋ ଏଥିରୁ ଆମେ କ'ଣ ଜାଣିଲେ ନା ନାଉନ ହଉଛି ଯାହାକି କୌଣସି ପର୍ସନ, କୌଣସି ବ୍ୟକ୍ତି ବିଶେଷ, କୌଣସି ଜାଗା, କୌଣସି ଜିନିଷର ନାମକୁ ବୁଝାଇଥାଏ, ତାହାକୁ ଆମେ ନାଉନ କହିପାରିବା। ଓକେ, ତ ସେକେଣ୍ଡ ପାର୍ଟସ ଅଫ ସ୍ପିଚ ହେଲା କ'ଣ ପ୍ରନାଉନ। ପ୍ରନାଉନ କ'ଣ ଯାହାକି ଆମେ ନାଉନ ବଦଳରେ ବ୍ୟବହାର କରିଥାନ୍ତି। ନାଉନ ହଉଛି ଆମେ ଜାଣିଲେ ପ୍ରିଭିୟସ ସ୍ଲାଇଡ ଜାଣିଲେ କ'ଣ ନାଉନ ହଉଛି କୌଣସି ବ୍ୟକ୍ତି ବିଶେଷ, କୌଣସି ଜାଗା, କୌଣସି ଜିନିଷର ନାମ, ତାହା ବଦଳରେ ଯେଉଁ ୱାର୍ଡଟି ଆମେ ୟୁଜ କରିଥାନ୍ତେ ଗୋଟେ ସେଣ୍ଟେନ୍ସରେ ତାହା ହଉଛି ପ୍ରନାଉନ। ଓକେ, ତ ପ୍ରନାଉନର ଏକ୍ସାମ୍ପଲ ଦେଖିବା। ହରି ଇଜ ଆବସେଣ୍ଟ ବିକଜ ହି ଇଜ ଇଲ୍।
ଓକେ, ହରି ଏଠାରେ ହଉଛି ଜଣେ ବ୍ୟକ୍ତିର ନାମ। ହରି ହଉଛି ଆମର ନାଉନ୍ ଏ ସେଣ୍ଟେନ୍ସଟିରେ। ଏଇ ଯୋଉ ସେକେଣ୍ଡ କ୍ଲଜରେ ଆମେ କଣ ୟୁଜ କରୁଛନ୍ତି ନା ହି ଇଜ ଇନ୍, ବିକଜ ହି ଇଜ ଇନ୍। ହିଟା କାହା ବଦଳରେ ବସିଛି ନା ହରିକୁ ଡିଫାଇନ କରୁଛି। ଓକେ, ହିଟା ହରି ବଦଳରେ ବସିଛି, ତେଣୁ ହି ହବ ଆମର pronoun। ଓକେ, ଦ ବୁକ୍ସ ଆର୍ ହୋୟାର ୟୁ ଲେଫ୍ଟ ଦେମ୍। ଏଇ ସେଣ୍ଟେନ୍ସରେ ବୁକ୍ ହଉଛି ନାଉନ୍। ପରବର୍ତ୍ତୀ କ୍ଲଜରେ ଆମେ କଣ ୟୁଜ କରୁଛନ୍ତି ବୁକ୍ ବଦଳରେ ନା ଦେମ୍। ତେଣୁକରି ଏ ଦେମ୍ ଟି ହବ pronoun, ବୁକ୍ ଟି ହବ ନାଉନ୍। ଦେମ୍ ୟୁଜ ହେଇଛି ଦ ବୁକ୍ସ ପାଇଁ। ଓକେ, ତେଣୁକରି ଏଥିରୁ ଆମେ କ୍ଲିୟର ହେଲେ ଯେ ନାଉନ୍ ବଦଳରେ ଯେଉଁ ଶବ୍ଦଟି ଗୋଟେ ସେଣ୍ଟେନ୍ସରେ ବା ଗୋଟେ ବାକ୍ୟରେ ବ୍ୟବହାର କରାଯାଇଥାଏ ତାହାକୁ ଆମେ ପ୍ରୋନାଉନ୍ କହିପାରିବା। ଓକେ, ସୋ ନେକ୍ସଟ ଆମର ହଉଛି କଣ ନା ଆଡଜେକ୍ଟିଭ। ଆଡଜେକ୍ଟିଭର ଡେଫିନେସନଟା କଣ ନା ଆଡଜେକ୍ଟିଭ ହଉଛି ସେଇ ଶବ୍ଦ ଯାହା ନାଉନ୍ କିମ୍ବା ପ୍ରୋନାଉନ୍କୁ ଡିଫାଇନ କରିଥାଏ ବା ତାଙ୍କ ମିନିଂରେ ଅଧିକା କିଛି ମିନିଂ, ଅଧିକା କିଛି ଅର୍ଥ ପ୍ରଦାନ କରିଥାଏ, ତାହାକୁ ଆମେ ନାଉନ୍ କହିପାରିବା। ତାହାକୁ ଆମେ ଆଡଜେକ୍ଟିଭ କହିପାରିବା। ନାଉନ୍ ଏବଂ ପ୍ରୋନାଉନରେ କୌଣସି ଶବ୍ଦ ଆଡ ହେଲା ପରେ ତାହା ଯଦି ନାଉନ୍ ପ୍ରୋନାଉନ୍କୁ ଯୋଉ ଶବ୍ଦଟିକୁ ଅଧିକା ଡିଫାଇନ କରିଥାଏ, ଅଧିକା ଡେସ୍କ୍ରାଇବ କରିଥାଏ, ତା ଭିତରେ ଅଧିକା ବିବରଣୀ ପ୍ରଦାନ କରିଥାଏ, ତାହାକୁ ଆମେ ଆଡଜେକ୍ଟିଭ କହିପାରିବା। ଓକେ, ସୋ ଏକ୍ସାମ୍ପଲ ସି ଇଜ ଏ ବ୍ୟୁଟିଫୁଲ ଗାର୍ଲ। ଗାର୍ଲ ଏଇ ଶବ୍ଦଟିରେ ଏଇ ଆମର ସେଣ୍ଟେନ୍ସଟିରେ ଗାର୍ଲ ହଉଛି କଣ ନା ବାଳିକାଟି ହଉଛି କଣ ନା ଗୋଟେ ନାଉନ୍। ସି ଇଜ ଏ ବ୍ୟୁଟିଫୁଲ ଗାର୍ଲ, ସେ ଗୋଟେ ସୁନ୍ଦରୀ ବାଳିକା ବା ସୁନ୍ଦରୀ ଝିଅ। ତେଣୁ ଏଇ ବ୍ୟୁଟିଫୁଲ ଶବ୍ଦଟି ଗାର୍ଲ ଶବ୍ଦଟିକୁ ତାର ମିନିଂଟିକୁ ଅଧିକା କିଛି ଆଡ କରୁଛି, ସୁନ୍ଦର ଅଧିକା କିଛି ଆଡ କରୁଛି। ତେଣୁକରି ସେ ବ୍ୟୁଟିଫୁଲଟି ହବ ଆମର ଆଡଜେକ୍ଟିଭ। ହି ଇଜ ଏ ବ୍ରେଭ ବୟ। ବ୍ରେଭ ଟି ବୟ ନାଉନକୁ ତାହାର ଯୋଉ ମିନିଂ ବୟ ବାଳକ, ବାଳକ କଣ ସାହସୀ ବାଳକ, ବାଳକର ମିନିଂକୁ ଅଧିକ ଅର୍ଥ ପ୍ରଦାନ କରୁଛି। ତେଣୁକରି ଆମେ ଆଡଜେକ୍ଟିଭ ଗୁଣକୁ ବି କହିପାରିବା ଯେ ଆଡଜେକ୍ଟିଭ ସେ ଗୋଟେ ସାହସୀ ବାଳକ। ସାହସୀଟା ବି ବ୍ୟୁଟିଫୁଲ ସବୁ ଗୁଣକୁ ବି ବୁଝାଉଛି। ସାହସୀଟା ହଉଛି ଗୁଣ। ତେଣୁକରି ସାହସୀ ବାଳକ ଯିଏ ବ୍ରେଭ ବୟ ଯିଏ, ସିଏ ମଧ୍ୟ ବ୍ରେଭ ଶବ୍ଦଟି ମଧ୍ୟ ଆଡଜେକ୍ଟିଭରେ ଯିବ। ବୟକୁ ଅଧିକା ମିନିଂ ପ୍ରଦାନ କରୁଛି ବା ଅଧିକା ଡେସ୍କ୍ରାଇବ କରୁଛି କିଏ ନା ବ୍ରେଭ ଶବ୍ଦଟି। ଗାର୍ଲକୁ ଅଧିକା ଡେସ୍କ୍ରାଇବ କରୁଛି କିଏ, ଅଧିକା ତା ବିଷୟରେ ବିବରଣୀ ପ୍ରଦାନ କରୁଛି କିଏ ନା ବ୍ୟୁଟିଫୁଲ ଶବ୍ଦଟି। ତେଣୁ ବ୍ୟୁଟିଫୁଲ ଏବଂ ବ୍ରେଭ ଏହି ଦୁଇଟି ସେଣ୍ଟେନ୍ସ ରହୁଛନ୍ତି ଆଡଜେକ୍ଟିଭ। ଓକେ, ସୋ ଚତୁର୍ଥ ପାର୍ଟସ ଅଫ ସ୍ପିଚ ହଉଛି ଭର୍ବ ବା କ୍ରିୟାପଦ। ଭର୍ବ କଣ ନା ଯାହା କୌଣସି ଆକ୍ସନ, କର୍ମ ବା ଆମର ଯୋଉ କାମ ଆମେ କରୁଥାଉ ସେ କାମକୁ ବୁଝାଉଥାଏ କିମ୍ବା କୌଣସି ଅବସ୍ଥାକୁ ବୁଝାଉଥାଏ, କୌଣସି ଆକ୍ସନ କିମ୍ବା କୌଣସି ଷ୍ଟେଟକୁ ବୁଝାଉଥାଏ, ତାହାକୁ ଆମେ ଭର୍ବ କହିପାରିବା। ଏକ୍ସାମ୍ପଲ ହଉଛି କଣ ଦେଖନ୍ତୁ, ରାମ ଗୋଜ୍ ଟୁ ସ୍କୁଲ। ରାମ କଣ କରେ ନା ସ୍କୁଲ ଯାଏ। ଏଇ ଯୋଉ ଯାଏ ବା ଗୋଜ୍ ଶବ୍ଦଟି କଣ କରେ ଗୋଟେ ଆକ୍ସନକୁ ବୁଝାଉଛି, ଗୋଟେ କାମକୁ ବୁଝାଉଛି। ତେଣୁ ଗୋଜ୍ ହବ ଆମର ଭର୍ବ, ରାମ ହଉଛି ଆମର ନାଉନ୍। ଓକେ, ହି ରୋଟ୍ ଏ ଲେଟର ଟୁ ହିଜ ଫ୍ରେଣ୍ଡ। ଏଠାରେ କଣ ସେ, ବୁଝନ୍ତୁ ଏଠାରେ ହଉଛି କଣ ନା ସେ ତା ସାଙ୍ଗ ପାଖକୁ ଗୋଟେ ଚିଠି ଲେଖିଲା। ତେଣୁ କଣ କଲା ନା ଲେଖିଲା। ତେଣୁ ରୋଟ୍ ଟା ଗୋଟେ ଆକ୍ସନକୁ ବୁଝାଉଛି, ତେଣୁ ରୋଟ୍ ଟା ଆମର ଭର୍ବ। ଦେ ପ୍ଲେ କ୍ରିକେଟ। ସେମାନେ କଣ କଲେ ନା କ୍ରିକେଟ ଖେଳିଲେ। ସେମାନେ କଣ କଲେ ନା ଖେଳିଲେ। ତେଣୁ ଯୋଉ ଖେଳିବା ଶବ୍ଦଟି ପ୍ଲେ, ଏହା ଗୋଟେ ଆକ୍ସନକୁ ଅବତାରଣା କରୁଛି ବା ବୁଝାଉଛି। ତେଣୁକରି ପ୍ଲେ ବା ଖେଳିବା ଶବ୍ଦଟି ଏହି ସେଣ୍ଟେନ୍ସଟିରେ, ଏହି ବାକ୍ୟଟିରେ ଭର୍ବ ବା କ୍ରିୟାପଦ ରୂପେ ବ୍ୟବହୃତ ହୋଇଛି। ସୁଗାର ଟେଷ୍ଟ ସୁଇଟ୍। ଏ ଯୋଉ ଟେଷ୍ଟ ଶବ୍ଦଟି ଏହି ବାକ୍ୟଟିରେ କଣ କରୁଛି ନା ସୁଗାର ଗୋଟେ ଅବସ୍ଥାକୁ ବୁଝାଉଛି ଯେ ସୁଗାର ଟେଷ୍ଟ ସୁଇଟ୍, ମିଠା ଲାଗେ। ଓକେ, ସୋ ଏଇଥିରୁ ଆମେ କଣ ଜାଣିଲେ ଭର୍ବ ହଉଛି କଣ ନା ଭର୍ବ ହଉଛି ସେଇ ଶବ୍ଦ ଯାହା କୌଣସି ଆକ୍ସନ କିମ୍ବା କୌଣସି ଅବସ୍ଥାକୁ ବୁଝାଇଥାଏ ଗୋଟେ ବାକ୍ୟରେ, ତାହାକୁ ଆମେ ଭର୍ବ ବା କ୍ରିୟାପଦ କହିପାରିବା। ପରବର୍ତ୍ତୀ ପାର୍ଟସ ଅଫ ସ୍ପିଚ ହଉଛି ଆଡଭର୍ବ। ଓକେ, ଆଡଭର୍ବ ଟି କଣ ନା ଆଡଭର୍ବ ହଉଛି ଯେଉଁ ଶବ୍ଦଟି ଗୋଟେ ସେଣ୍ଟେନ୍ସଟିରେ ୟୁଜ ହୋଇକି ତାହା ଗୋଟେ ଭର୍ବ କିମ୍ବା ଗୋଟେ ଆଡଜେକ୍ଟିଭ କିମ୍ବା ଗୋଟେ ଆନାଦର ମାନେ ଅନ୍ୟ ଆଡଭର୍ବଟିକୁ ଡିଫାଇନ କରୁଥାଏ, କ୍ୱାଲିଫାଇ କରୁଥାଏ ବା ସେଥିରେ ଅଲଗା କିଛି ମିନିଂ ଆଡ କରୁଥାଏ। ଓକେ, ତାହା ବିଷୟରେ ଆହୁରି କିଛି ମିନିଂ ଆଡ କରି ତାକୁ ଆହୁରି କିଛି ଡେସ୍କ୍ରାଇବ କରୁଥାଏ, ତାହାକୁ ଆମେ ଆଡଭର୍ବ କହିପାରିବା। ଓକେ, ତେଣୁକରି words that qualify or add something to a verb, an adjective or another adverb, that is called adverb. Okay, adverb ହେଉଛି ସେଇଟା ଯାହାକି verb, adjective ଏବଂ ଆଉ ଗୋଟେ adverb କୁ ଡିଫାଇନ କରୁଥାଏ, ମୋର ମିନିଂ ପ୍ରଦାନ କରୁଥାଏ, ବହୁତ କିଛି ଅର୍ଥ ପ୍ରଦାନ କରୁଥାଏ, ତାହାକୁ ଆମେ କହିପାରିବା adverb। ଏକ୍ସାମ୍ପଲ ଦେଖନ୍ତୁ, ହି ରନ୍ସ ଫାଷ୍ଟ। ଏଠାରେ ଆମର
ରନ୍ସ ହଉଛି କଣ ଗୋଟେ କାମକୁ ବୁଝାଉଛି, ତେଣୁକରି ଭର ସେ ଦୌଡେ, ସେ କେମିତି ଦୌଡେ ନା ସେ ଦ୍ରୁତ ଗତିରେ ଦୌଡେ। ତ ରନ୍ସ ଭର୍ବଟିକୁ କିଏ ମୋର ଡିଫାଇନ କରୁଛି, ଅଧିକା କିଏ ବର୍ଣ୍ଣନା କରୁଛି ନା ଏଇ ଫାଷ୍ଟ ଶବ୍ଦଟି, ଦ୍ରୁତ ଗତି ଶବ୍ଦଟି। ତେଣୁକରି କଣ ହବ ନା ଫାଷ୍ଟ ହବ ଆମର ଆଡଭର୍ବ। ଓକେ, ଏଟା ହବ ଆମର ଆଡଭର୍ବ। ତ ହି ରନ୍ସ ଭେରି ଫାଷ୍ଟ। ତେଣୁକରି ପୂର୍ବ ସେଣ୍ଟେନ୍ସ ଆମେ ଦେଖିଲେ ଭର୍ବ ହଉଛି ରନ୍, ଆଡଭର୍ବ ହଉଛି ଫାଷ୍ଟ। ତେଣୁକରି ଏଠାରେ ମଧ୍ୟ ଆଡଭର୍ବ ଫାଷ୍ଟ ହବ, ହି ରନ୍ସ ଭେରି ଫାଷ୍ଟ। ସେ ଏଇ ଆଡଭର୍ବଟିକୁ ସେ ସେ ଦ୍ରୁତ ଗତିରେ ଦୌଡୁଛି। କେତେ ଦ୍ରୁତ ଗତିରେ ଦୌଡୁଛି ନା ବହୁତ ଦ୍ରୁତ ଗତିରେ ଦୌଡୁଛି। ଯୋଉ ଭେରି ଶବ୍ଦଟି ଏ ଫାଷ୍ଟ ଆଡଭର୍ବଟୁ ଆହୁରି ମିନିଂ ପ୍ରଦାନ କରୁଛି। ଓକେ, ତା ମାନେ ଆମର ଯୋଉ ଆଡଭର୍ବ ରହିଲା ଫାଷ୍ଟର ମିନିଂ ରେ ଆହୁରି ଏକ୍ସପାଣ୍ଡ କରୁଛି କିଏ ନା ଭେରି ଶବ୍ଦଟି। ତେଣୁ ଭେରି ହବ ଆଡଭର୍ବ। ସି ଇଜ ଏ ଭେରି ବ୍ୟୁଟିଫୁଲ ଗାର୍ଲ। ଓକେ, ସେ ଗୋଟେ ସୁନ୍ଦର ଝିଅ। ଗାର୍ଲ ଆମର ନାଉନ, ଇଜ ଟା ଆମର ଭର୍ବ, ବ୍ୟୁଟିଫୁଲ ହଉଛି ଆଡଜେକ୍ଟିଭ, କାରଣ ଏଇ ଯୋଉ ଆମ ନାଉନ କୁ ଡିଫାଇନ କରୁଛି ବା ନାଉନ ର ଅର୍ଥରେ ଅଧିକା ମିନିଂ ପ୍ରଦାନ କରୁଛି। ତେଣୁ ବ୍ୟୁଟିଫୁଲ ହଉଛି ଆଡଜେକ୍ଟିଭ। ସେ ସୁନ୍ଦର ଗାର୍ଲ, କେତେ ସୁନ୍ଦର ଗାର୍ଲ ନା ବହୁତ ସୁନ୍ଦର ଗାର୍ଲ। ତେଣୁକରି ଯୋଉ ବ୍ୟୁଟିଫୁଲ ଆଡଜେକ୍ଟିଭ ରେ ଆହୁରି ଅର୍ଥ କିଏ ଦଉଛି ନା ଆହୁରି ମିନିଂ କିଏ ପ୍ରଦାନ କରୁଛି, ସେ ହଉଛି ଭେରି ଶବ୍ଦଟି। ଭେରି ଶବ୍ଦଟି ହବ ଆମର ଆଡଭର୍ବ। ଆଜ ଫର ଡେଫିନେସନ ଆମେ କଣ ଦେଖିଲେ, ଯେଉଁ ଶବ୍ଦଟି ଭର୍ବ, ଏଠାରେ ଆମର ଭର୍ବ ଅଛି। ଆଡଜେକ୍ଟିଭ, ଏଠାରେ ଆମର ଆଡଜେକ୍ଟିଭ ଅଛି। ଆଡଭର୍ବ, ଏଠାରେ ଆମର ଆଡଭର୍ବ ଅଛି। ଏଇ ଭର୍ବ, ଆଡଜେକ୍ଟିଭ, ଆଡଭର୍ବକୁ ଏକ୍ସଟ୍ରା ମିନିଂ ପ୍ରଦାନ କରିଥାଏ, ତାହାକୁ ଆମେ କହିପାରିବା କଣ ନା ଆଡଭର୍ବ। ଓକେ, ଯେଉଁ ଶବ୍ଦଟି ଭର୍ବ, ଆଡଜେକ୍ଟିଭ, ଆନାଦର ଆଡଭର୍ବକୁ ଅଧିକ ମିନିଂ ପ୍ରଦାନ କରିଥାଏ ବା ଏକ୍ସଟ୍ରା ମିନିଂ ଦେଇଥାଏ, ତାହାକୁ ଆମେ ଆଡଭର୍ବ କହିପାରିବା। ତେଣୁକରି ଏଇ ତିନୋଟି ଏକ୍ସାମ୍ପଲ ଆମେ ଜାଣିପାରିଲେ ଆଡଭର୍ବଟି କିଏ। ଓକେ, ନେକ୍ସଟ ସିକ୍ସଥ ହଉଛି ଆମର କିଏ ନା ପ୍ରିପୋଜିସନ। ପ୍ରିପୋଜିସନ ହେଲା କଣ, ଏଇ ୱାର୍ଡ ଦେଖନ୍ତୁ ପ୍ରିପୋଜିସନ, ଯାହାର ପୋଜିସନ ପୂର୍ବରୁ ଥାଏ ପ୍ରିପୋଜିସନ। ତା ଡେଫିନେସନ ଆମେ ଦେଖିବା କଣ, ପ୍ରିପୋଜିସନ ହଉଛି ଯିଏ କି ରିଲେସନସିପ ସ୍ଥାପନ କରିଥାଏ ଗୋଟେ ନାଉନ ସହିତ ଆଉ ଗୋଟେ ନାଉନ ର, ନାଉନ ସହିତ ପ୍ରୋନାଉନ ର, ପ୍ରୋନାଉନ ସହିତ ପ୍ରୋନାଉନ ର, ଯିଏ କି ରିଲେସନସିପ ସ୍ଥାପନ କରିଥାଏ, ତାହା ଆମର ନାଉନ କିମ୍ବା ପ୍ରୋନାଉନ ର ପୂର୍ବରୁ ଆସିଥାଏ, ତାହାକୁ ଆମେ କହିପାରିବା କଣ ପ୍ରିପୋଜିସନ। ତ ଡେଫିନେସନ ଅଛି କଣ, ଏ ପ୍ରିପୋଜିସନ ଇଜ ଏ ୱାର୍ଡ which is used with a noun or pronoun to show how the person or thing denoted by the noun or pronoun stand in relation to something else। କୌଣସି ଯୋଉ ଆମର ରିଲେସନସିପ ସମ୍ପର୍କ କେମିତି ନାଉନ ପ୍ରୋନାଉନ ଭିତରେ ସ୍ଥାପନ କରାଯାଇଛି, ଯୋଉ ଶବ୍ଦ ଦ୍ଵାରା ଯୋଉ ଶବ୍ଦଟି ସ୍ଥାପନ କରିଥାଏ, ତାହାକୁ ଆମେ କହିବା କଣ ନା ପ୍ରିପୋଜିସନ। It defines the relationship of a noun phrase with another noun phrase. It comes before noun or pronoun। ନାଉନ ପ୍ରୋନାଉନ ର ପୂର୍ବରୁ ଏହା ଆସିଥାଏ। ତ ଆମେ ଏକ୍ସାମ୍ପଲ ମାଧ୍ୟମରେ ବୁଝିବା। ଦ ବୁକ୍ ଇଜ ଅନ ଦ ଟେବୁଲ। ଏଇ ଶବ୍ଦଟିରେ ବୁକ୍ ଆଉ ଟେବୁଲ, ଏଇ ଯୋଉ ସେଣ୍ଟେନ୍ସରେ ବୁକ୍ ଆଉ ଟେବୁଲ ହଉଛନ୍ତି କଣ ନା ଦୁଇଟି ନାଉନ। ଓକେ, ଏଇ ଦୁଇ ନାଉନ ଭିତରେ ବହିଟି କେଉଁଠି ଅଛି ନା ବହିଟି ଟେବୁଲ ଉପରେ ଅଛି। ଦୁଇ ନାଉନ ଭିତରେ କିଏ ରିଲେସନସିପ ସ୍ଥାପନ କରୁଛି ନା ଅନ୍। ତେଣୁକରି ଅନ୍ ହବ ପ୍ରିପୋଜିସନ। ଓକେ, ସେକେଣ୍ଡ ଏକ୍ସାମ୍ପଲ ହଉଛି ମଧୁ ଷ୍ଟୁଡ ବିସାଇଡ ମି। ମଧୁ ହଉଛି ଆମର ନାଉନ, ମିଟା ହେଲା ଆମ ପ୍ରୋନାଉନ। ଆଇ ତଳେ ବସିଛି, ନାଉନ ତଳେ ଯିଏ ୟୁଜ ହୁଏ ସେ ହଉଛି ପ୍ରୋନାଉନ, ମିଟା ହେଲା ପ୍ରୋନାଉନ। ନାଉନ ହଉଛି ଜଣଙ୍କର ନାମ, ତେଣୁକରି ମଧୁ ହଉଛି ନାଉନ। ମଧୁ ଷ୍ଟୁଡ ବିସାଇଡ ମି। ତେଣୁ ମଧୁ ଆଉ ମୋ ମଧ୍ୟରେ କିଏ ସମ୍ପର୍କ ସ୍ଥାପନ କରୁଛି, କାହା ଦ୍ଵାରା ମଧୁ ଆଉ ମୁଁ ଯେ କି ଆମର ସମ୍ପର୍କ ସ୍ଥାପିତ ହଉଛି, ସେଟା ହଉଛି ସେଇ ଶବ୍ଦଟି ହଉଛି କଣ ନା ବିସାଇଡ। ବିସାଇଡ ଟି ହବ ପ୍ରିପୋଜିସନ। ଦ କାଉ ଇଜ ଇନ ଦ ଗାର୍ଡେନ। କାଉ ହଉଛି ନାଉନ, ଗାର୍ଡେନ ବି ନାଉନ। କାଉଟି ବଗିଚାରେ ଅଛି, ଗାଈଟି ବଗିଚାରେ ଅଛି। ଓକେ, ଗାଈ କେଉଁଠି ଅଛି ବା ଗାଈ ଆଉ ବଗିଚା ମଧ୍ୟରେ ଯୋଉ ସମ୍ପର୍କ ସ୍ଥାପନ କିଏ କରୁଛି, ଏ ଦୁଇଟି ଶବ୍ଦ ମଧ୍ୟରେ ସମ୍ପର୍କ ସ୍ଥାପନ ବା ଦୁଇଟି ନାଉନ ମଧ୍ୟରେ ସମ୍ପର୍କ ସ୍ଥାପନ କିଏ କଲା ନା ଇନ୍ ଶବ୍ଦଟି। ଗାଈ ବଗିଚାରେ ଅଛି, ତ ଇନ୍ ଟା ହବ ଆମର ପ୍ରିପୋଜିସନ। ସୋ ଏଥିରୁ ଆମେ କଣ କ୍ଲିୟର ହେଲେ ନା ଯେଉଁ ଶବ୍ଦଟି ଦୁଇଟି ନାଉନ ଫ୍ରେଜ କିମ୍ବା ନାଉନ ସହିତ ପ୍ରୋନାଉନ କିମ୍ବା ଦୁଇଟି ପ୍ରୋନାଉନ ଫ୍ରେଜ କୁ କଣ କରିଥାଏ ନା କୌଣସି ରିଲେସନସିପ ରେ ଆଣିଥାଏ, ତାହାକୁ ଆମେ ପ୍ରିପୋଜିସନ କହିପାରିବା। ଏହି ପ୍ରିପୋଜିସନ ଶବ୍ଦଟି ନାଉନ କିମ୍ବା ପ୍ରୋନାଉନ ର ପୂର୍ବରୁ ବ୍ୟବହୃତ ହୋଇଥାଏ। ଓକେ, ସୋ ସେଭେନ୍ ପାର୍ଟସ ଅଫ ସ୍ପିଚ ହଉଛି କଞ୍ଜକ୍ସନ। କଞ୍ଜକ୍ସନ କଣ, ଯାହା ଦୁଇଟି ଶବ୍ଦ କିମ୍ବା ଦୁଇଟି ବାକ୍ୟ କିମ୍ବା ଦୁଇଟି କ୍ଲଜ କୁ ଯୋଡ଼ିଥାଏ, ଯୋଗ କରିଥାଏ, ତାହାକୁ ଆମେ କଞ୍ଜକ୍ସନ କହିଥାନ୍ତି। A conjunction is a word which is used to join words, clauses or sentences।
ଓକେ, ଯେଉଁ ଶବ୍ଦଟି ଦୁଇଟି ୱାର୍ଡସ୍, ଦୁଇଟି କ୍ଲଜ, ଦୁଇଟି ସେଣ୍ଟେନ୍ସକୁ ଯୋଡ଼ିଥାଏ ବା ଯୋଗ କରିଥାଏ ତାହାକୁ ଆମେ କଞ୍ଜକ୍ସନ କହିଥାଏ। ଓକେ, ଏକ୍ସାମ୍ପଲ ହଉଛି କଣ ଦେଖନ୍ତୁ, 2 and 2 makes 4। ଟୁ ଏବଂ ଟୁ ଏଇ ଦୁଇଟି ଶବ୍ଦକୁ କିଏ କୋଉ ଶବ୍ଦଟି ଯୋଡୁଛି ନା ଆଣ୍ଡ, ତେଣୁକରି ଆଣ୍ଡ ହବ କଞ୍ଜକ୍ସନ। ଏଠାରେ ଦେଖନ୍ତୁ, ଆଇ ran fast but missed the train। ଓକେ, ଆଇ ran fast ଗୋଟେ କ୍ଲଜ ରହିଲା, ମିସ୍ ଦ ଟ୍ରେନ ଆଉ ଗୋଟେ କ୍ଲଜ ରହିଲା, ଦୁଇଟି କ୍ଲଜକୁ ଯୋଡ଼ିଲା କି ନା ବଟ୍ ଯୋଡ଼ିଲା, ତେଣୁ ବଟ୍ ହବ ଆମର କଞ୍ଜକ୍ସନ। ରାମ ଆଣ୍ଡ ଶ୍ୟାମ ଆର୍ କଜିନ୍ସ, ରାମ ଶ୍ୟାମ ଦୁଇଟି ଶବ୍ଦ ବା ଦୁଇଟି ନାଉନ, ଏହା ଏଇ ଦୁଇଟି ଶବ୍ଦକୁ ଯୋଡିଛି କିଏ ନା ଆଣ୍ଡ ଶବ୍ଦଟି, ତେଣୁକରି ଆଣ୍ଡ ୱାର୍ଡ ହବ ଆମର କଣ ନା କଞ୍ଜକ୍ସନ। ସୋ ଏଥିରୁ କଣ ଜାଣିଲେ ନା ଯେଉଁ ଶବ୍ଦଟି ଦୁଇଟି ୱାର୍ଡ, ଦୁଇଟି କ୍ଲଜ କିମ୍ବା ଦୁଇଟି ସେଣ୍ଟେନ୍ସ ବା ଦୁଇଟି ବାକ୍ୟକୁ ଯୋଡି ଥାଏ, ତାହା ଦ୍ୱାରା ଆମେ କୌଣସି ଅର୍ଥ ପାଇଥାଉ, ତାହାକୁ ଆମେ କହିପାରିବା କଞ୍ଜକ୍ସନ। So conjunction is a word which is used to join words, clauses and sentences. Okay? ସୋ କଞ୍ଜକ୍ସନ କେତେ ପ୍ରକାର ଥାଏ ତାହା ଆମେ ନେକ୍ସଟ କ୍ଲାସ ମାନଙ୍କରେ ଜାଣିବା। ତାର ଜଷ୍ଟ ଆମେ ବର୍ତ୍ତମାନ ଏଇ ଯୋଉ ଭିଡିଓଟି, ଏଇ ଅନଲାଇନ କ୍ଲାସଟି ହଉଛି, ଏଟା ଆମର ପାର୍ଟସ ଅଫ ସ୍ପିଚ ଉପରେ, ଫଣ୍ଡାମେଣ୍ଟାଲ ଉପରେ କୁହାଯାଉଛି ବା ବେସିକ୍ସ ଗ୍ରାମାର ଉପରେ ଆମେ କୁହାଯାଉଛି। ଯେତେବେଳେ ଆମେ ଆଡଭାନ୍ସଡ କଞ୍ଜକ୍ସନ, ଆଡଭାନ୍ସ ପାର୍ଟସ ଅଫ ସ୍ପିଚ, ଧର ନାଉନ, ପ୍ରନାଉନ, ତାଙ୍କ ବିଷୟରେ ସବିଶେଷ ଜାଣିବା, ବିଶଦ ଭାବେ ବର୍ଣ୍ଣନା କରିବା, ସେତେବେଳେ ଆମେ କଞ୍ଜକ୍ସନ କେତେ ପ୍ରକାରର ତାହା ଉପରେ ଡିସ୍କସନ କରିବା। କଞ୍ଜକ୍ସନ ହଉଛି ଦୁଇ ପ୍ରକାରର, କଣ 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 ନା କୋଅର୍ଡିନେଟିଂ କଞ୍ଜକ୍ସନ ଆଉ ଗୋଟେ ହଉଛି ସବଅର୍ଡିନେଟିଂ କଞ୍ଜକ୍ସନ। ଓକେ, ତ ଚାଲନ୍ତୁ ଆମର ଶେଷ ପାର୍ଟସ ଅଫ ସ୍ପିଚ କଣ ଦେଖିବା, ଇଣ୍ଟରଜେକ୍ସନ। ଇଣ୍ଟରଜେକ୍ସନ ଟା କଣ, ଯୋଉ ୱାର୍ଡ ମାଧ୍ୟମରେ, ଯାହା ମାଧ୍ୟମରେ, ଯୋଉ ଶବ୍ଦ ମାଧ୍ୟମରେ ଆମେ ଆମର ଇମୋସନ କିମ୍ବା ସଡନ ଫିଲିଙ୍ଗସ କିଛିକୁ ଆମେ ବର୍ଣ୍ଣନା କରିଥାଉ, ଏକ୍ସପ୍ରେସ କରିଥାଉ, ତାହାକୁ ଆମେ ଇଣ୍ଟରଜେକ୍ସନ କହିପାରିବା। ଓକେ, ଇଣ୍ଟରଜେକ୍ସନ ୱାର୍ଡଟି ଆମର କଣ ହେଇଥାଏ ନା ଏକ୍ସକ୍ଲାମେସନ ବା ବିସ୍ମୟ ସୂଚକ ଚିହ୍ନ ମାଧ୍ୟମରେ ଆମେ ଲେଖିଥାଉ। ଓକେ, ସୋ ଏକ୍ସାମ୍ପଲ ଦେଖିଲେ ଆମେ ତାକୁ କ୍ଲିୟରଲି ବୁଝିପାରିବା। ଦେଖନ୍ତୁ, ଯେବେ ଆମେ ଖୁସି ଥାଉ, ଯେବେ ଆମେ ଖେଳଟା ଗୋଟେ ଜିତିଗଲ କି ମ୍ୟାଚ ଜିତିଗଲ, କୋଉଠି ବିଜୟୀ ଆମେ ହୋଇଗଲ, ହୁରା ୱି ୱିନ୍ ଦ ମ୍ୟାଚ, ଏଇ ଯୋଉ ହୁରା ୱିଥ ଏକ୍ସକ୍ଲାମେସନ ଚିହ୍ନ, ଏଇଟା ହଉଛି ଆମର ଇଣ୍ଟରଜେକ୍ସନ। ଏଟା ଆମର ଖୁସିକୁ ଆମେ ଏକ୍ସପ୍ରେସ କରୁଛୁ, ବର୍ଣ୍ଣନା କରୁଛୁ। ଓକେ, ତ ନେକ୍ସଟ ହଉଛି ଦୁଃଖ ବେଳେ ସହଜ, ଆଲାସ ସି ଇଜ ଡେଡ, ଆଲାସ ସେ ମରିଗଲା। ଓକେ, ସେ ମରିଯାଇଛି। ଓକେ, ସେ ଆଲାସ ୱିଥ ଏକ୍ସକ୍ଲାମେସନ ବା ବିସ୍ମୟ ସୂଚକ ଚିହ୍ନ ହଉଛି ଆମର କଣ ନା ଇଣ୍ଟରଜେକ୍ସନ। ନେକ୍ସଟ ହେଲା ସରପ୍ରାଇଜ, ସରପ୍ରାଇଜ ହେଇଯିବ, ଆଶ୍ଚର୍ଯ୍ୟ ହେଇଗଲ, ହ୍ୱାଟ ଏ ବିୟୁଟିଫୁଲ ୱେଦର, କି ସୁନ୍ଦର ପାଗ। ଓକେ, ସୋ ଏଠାରେ ଦେଖନ୍ତୁ ଆମର ଏକ୍ସକ୍ଲାମେସନ ଚିହ୍ନ ୟୁଜ ହଉଛି। ନେକ୍ସଟ ହେଉଛି ଇନଭାଇଟେସନ। ଇନଭାଇଟେସନ ବେଳେ ଆମେ ହେଲୋ ଲେଖିକି ଯାହାକୁ ଆମେ ନିମନ୍ତ୍ରଣ ଦେଇଥାଉ, ହେଲୋ କରିକି ଆମେ ନିମନ୍ତ୍ରଣ ଦେଇଥାଉ, ତାହା ମଧ୍ୟରେ ମଧ୍ୟ ଆମେ ଇଣ୍ଟରଜେକ୍ସନ ଶବ୍ଦଟି ୟୁଜ କରିଥାଉ। ଓକେ, ସୋ ସରପ୍ରାଇଜ, ସରପ୍ରାଇଜ ହେଲା ୱା, ଦ୍ୟାଟ ଇଜ ଏ ରିଏଲି ଗୁଡ ନ୍ୟୁଜ, ଦ୍ୟାଟ ଇଜ ରିଏଲି ଏ ଗୁଡ ନ୍ୟୁଜ। ଏ ଯୋଉ ୱା ୟୁଜ ହେଲା, ୱା ୱିଥ ଏକ୍ସକ୍ଲାମେସନ ଚିହ୍ନ, ଏଇଟା ହଉଛି ଆମର କଣ ନା ଇଣ୍ଟରଜେକ୍ସନ। ସୋ ଇଣ୍ଟରଜେକ୍ସନ କଣ ନା ଯୋଉଟା ଯୋଉ ଶବ୍ଦ ଏକ୍ସପ୍ରେସ କରିଥାଏ ଆମର ଇମୋସନକୁ, ସଡନ ଫିଲିଙ୍ଗସକୁ, ତାହାକୁ ଆମେ ଇଣ୍ଟରଜେକ୍ସନ କହିଥାଉ। ସୋ ଆଶା କରି ପାର୍ଟସ ଅଫ ସ୍ପିଚ ଉପରେ ଆପଣଙ୍କ ଡାଉଟ ସବୁ କ୍ଲିୟର ହେଇଥିବ। ନାଉନ କଣ, ପ୍ରୋନାଉନ କଣ, ଆମର ଭର୍ବ, ଆଡଜେକ୍ଟିଭ, ଆଡଭର୍ବ, ପ୍ରିପୋଜିସନ, ଇଣ୍ଟରଜେକ୍ସନ, କଞ୍ଜକ୍ସନ, ଏସବୁ ବିଷୟରେ ଆମେ ଡିସ୍କସନ କଲେ। ଏହା ହଉଛି କଣ ନା ଇଂଲିଶର ବେସିକ ଗ୍ରାମାର, ବେସିକ ପାର୍ଟସ ଅଫ ସ୍ପିଚ। ନେକ୍ସଟ କ୍ଲାସ ମାନଙ୍କରେ ଆମେ ଡିସ୍କସନ କରିବା এই ପାର୍ଟସ ଅଫ ସ୍ପିଚ ବିଷୟରେ ପୁରା ସମ୍ପୂର୍ଣ୍ଣ ଭାବେ ଆମେ ଡିସ୍କସନ କରିବା, କେତେ ପ୍ରକାର ନାଉନ ଅଛି, କଣ ଅଛି, ଏସବୁ ବିଷୟରେ ଆମେ ପୁରା ଡିସ୍କସନ କରିବା। କିନ୍ତୁ ଯଦି ଆମର এই ଫଣ୍ଡାମେଣ୍ଟାଲ ବା ବେସିକ ଗ୍ରାମାର ଆମର କ୍ଲିୟର ନ ହବ, ତାର କୌଣସି ସେଣ୍ଟେନ୍ସ ଲେଖିଲା ବେଳେ ବା ସେଣ୍ଟେନ୍ସଟିର କୌଣସି ଶବ୍ଦକୁ ଚିହ୍ନିଲା ବେଳେ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡିବ। କୌଣସି ଟ୍ରାନ୍ସଲେସନ କଲା ବେଳେ କିମ୍ବା କୋଉଠି କିଛି କହିଲା ବେଳେ, କିଛି ଲେଖିଲା ବେଳେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେବା। ତେଣୁକରି ବେସିକ ଗ୍ରାମାର କ୍ଲିୟର ହବା ବହୁତ ଜରୁରୀ। ଓକେ, ତେଣୁକରି ଯଦି ଆପଣମାନଙ୍କୁ ଏଇ ଭିଡିଓଟି ଭଲ ଲାଗିଥିବ, ଆପଣ ଅନୁରୋଧ କରିବେ ଆପଣମାନେ ବହୁତରୁ ବହୁତ ସେୟାର କରନ୍ତୁ, ସବସ୍କ୍ରାଇବ ବି କରନ୍ତୁ, ଲାଇକ୍ କରନ୍ତୁ। ତାହା ଦ୍ୱାରା କଣ ହବ ନା ଯୋଉମାନେ ନିଡି ଷ୍ଟୁଡେଣ୍ଟ ଥିବେ ସେମାନଙ୍କ ପାଖରେ ମଧ୍ୟ এই ଭିଡିଓଟି ପହଞ୍ଚି ପାରିବ ଏବଂ ସେମାନଙ୍କ ଡାଉଟ କ୍ଲିୟର କରି, ଇଂଲିଶ ଗ୍ରାମାରର ଯୋଉ ଡାଉଟ ସବୁ ଅଛି, ଡାଉଟ କ୍ଲିୟର କରିବାରେ ମୋର ଯୋଉ ଭିଡିଓ ମୁଁ ଯୋଉ ଅନଲାଇନ କ୍ଲାସ ମାନେ କରୁଛି ତାହା ସାହାଯ୍ୟ କରିବ। ଆଶା ଆପଣମାନଙ୍କୁ এই ଭିଡିଓଟି ବହୁତ ଭଲ ଲାଗିଥିବ। ଥ୍ୟାଙ୍କ ୟୁ।